ଆପଣଙ୍କ ଖବର ନ୍ୟୁଜ୍ ଲାଇଭ୍ 8। ଓଲିଉଡ୍ ପାଇଁ ଆସିଲା ବଡ଼ ଦୁଃଖଦ ଖବର। ଆଉ ନାହାନ୍ତି ଓଡ଼ିଶାର ଆଗଧାଡ଼ିର ଏହି ବର୍ଷୀୟାନ ଅଭିନେତ୍ରୀ, ସବୁଆଡ଼େ ଶୋକର ଲହରୀ। ଦର୍ଶକ ବନ୍ଧୁ, ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। ପରଲୋକ ବେଳକୁ ତାଙ୍କୁ 82 ବର୍ଷ ହୋଇଥିବା ବେଳେ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଗତକାଲି କଟକ ଚଣ୍ଡୀ ରୋଡ୍ ସ୍ଥିତ ବାସଭବନରେ ତାଙ୍କର ବିୟୋଗ ଘଟିଛି। ତାଙ୍କ ବିୟୋଗ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି ଅଟେ। ମଲ୍ହା ଜହ୍ନ, ଅଦିନ ମେଘ ଥିଲା ତାଙ୍କର ଚର୍ଚ୍ଚିତ ଫିଲ୍ମ। ସେ ତାଙ୍କର ବରିଷ୍ଠ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ତାଙ୍କର ପରଲୋକରେ ସମସ୍ତେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ଝରଣା ଦାସଙ୍କ ଜନ୍ମ 1945 ମସିହାରେ କଟକର ଚାନ୍ଦିନୀ ଚୌକର ଏକ ଖ୍ରୀଷ୍ଟିଆନ ଯୌଥ ପରିବାରରେ ହୋଇଥିଲା। ସମସ୍ତେ ତାଙ୍କୁ ଶ୍ରଦ୍ଧାରେ ଡାକୁଥିଲେ ଝୁମୁ। ସେ ଥିଲେ 10 ଭାଇ ଭଉଣୀ। ବର୍ତ୍ତମାନ ତାଙ୍କ ବିୟୋଗରେ ସାରା ଚଳଚ୍ଚିତ୍ର ଜଗତରେ ଅପୂରଣୀୟ କ୍ଷତି ହୋଇ ରହିଛି। ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି। ନିଜ ପ୍ରିୟ ଅଭିନେତ୍ରୀଙ୍କୁ ହରାଇ ବର୍ତ୍ତମାନ ଝୁରୁଛି ଓଡ଼ିଶା ସିନେ ଜଗତ। ଓଲିଉଡର ବହୁ କଳାକାର ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ବହୁ ଓଡ଼ିଆ ଚଳଚ୍ଚିତ୍ରରେ ସେ ଅଭିନୟ ନିଚ୍ଛକ ଛାପ ଛାଡ଼ି ଯାଇଛନ୍ତି ଝରଣା ଦାସ। ମଲ୍ହା ଜହ୍ନ ଫିଲ୍ମ ମାଧ୍ୟମରେ ଓଡ଼ିଆ କିମ୍ବା ଓଡ଼ିଶା କଥାଚିତ୍ର ଜଗତରେ ପାଦ ଥାପିଥିଲେ, କିନ୍ତୁ ତାଙ୍କ ଅଭିନୀତ ରିଲିଜ୍ ହୋଇଥିବା ପ୍ରଥମ ଚଳଚ୍ଚିତ୍ରଟି ଥିଲା ଅମଡ଼ା ବାଟ। 60 ଦଶକରେ ଓଡ଼ିଶା ସିନେମାର ଆଗଧାଡ଼ିର ନାୟିକା ଥିଲେ ଝରଣା ଦାସ। ମଲ୍ହା ଜହ୍ନ, ଅମଡ଼ା ବାଟ, ସମୟ ବଡ଼ ବଳବାନ, ଭାଗ୍ୟଚକ୍ର ଭଳି ଅନେକ ଫିଲ୍ମରେ ସେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା। ଆକାଶବାଣୀ କଟକରେ ଘୋଷିକା ଭାବରେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ତାଙ୍କ କଣ୍ଠସ୍ୱର ଶୁଣିବାକୁ ଦର୍ଶକେ ଚାହିଁ ବସିଥିଲେ। ଜୟଦେବ ପୁରସ୍କାରରେ ମଧ୍ୟ ସେ ସମ୍ମାନିତ ହୋଇଥିଲେ। ଏହା ବ୍ୟତୀତ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି। ଓଡ଼ିଶା ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ସେ ଓଡ଼ିଶୀ ନୃତ୍ୟ ଶିଖିଥିଲେ। ଏହିଭଳି ଲାଟେଷ୍ଟ ନ୍ୟୁଜ୍ ଦେଖିବା ପାଇଁ ଆମ ଚ୍ୟାନେଲକୁ ଗୋଟିଏ ସବସ୍କ୍ରାଇବ୍ କରନ୍ତୁ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଲାଇଭ୍ 8।